ମୁଁ ତ ସତ ବହୁତ ହେଲା କି ମୋ ବାପା ମାଆଙ୍କ କଥାରେ ଯାଇକି ତାଙ୍କ ଇଚ୍ଛାରେ ମୁଁ ମ୍ୟାରେଜ୍ କରିଛି। ଆଉ ଗୋଟେ କଥା ଜାଣିଛି ମୋ ସ୍ୱାମୀ ମୋ ଭିଡ଼ିଓ ଦେଖିଲେ କିନ୍ତୁ ଯାହା ବି କହୁଛି ନା ସତ କଥା ଯାହାକି ମୁଁ ମାନେ ପିଲାମାନେ ତାଙ୍କ କଥା ମୋ ବିଷୟରେ କହିବି ସେଇଟା ଠିକ୍ କି ମୁଁ ଯଦି ତାଙ୍କ ପାଖରେ କହିବି ସେଇଟା ଭୁଲ। ମାନେ ସହିବାର ଗୋଟେ ସୀମା ଥାଏ, ସେ ସହିବାଟା ଅଧିକରୁ ଅଧିକ ହେଲେ ତ। ହ୍ୟାଲୋ ହାଇ ନମସ୍କାର, ଜୟ ଜଗନ୍ନାଥ। ଆପଣମାନେ ସମସ୍ତଙ୍କୁ ମୋ ତରଫରୁ ନମସ୍କାର। ଆଶା କରୁଛି ଆପଣମାନେ ସମସ୍ତେ ଭଲ ଥିବେ, ଖୁସିରେ ଥିବେ। ମୁଁ ବହୁତ ଭଲରେ ଅଛି, ଖୁସିରେ ଅଛି ଆଉ ପୁରା ବିନ୍ଦାସରେ ଅଛି। ଆଉ ସକାଳ ଟାଇମ୍ଟା ଭିଡ଼ିଓ ମୁଁ ବନେଇ ପାରୁନି ଏଥିପାଇଁ, କାହିଁକିନା ସକାଳୁ ଉଠିବା, ଘର କାମ କରିବା, ତାଙ୍କ ଗୋଟେ ହାତରେ ମୋବାଇଲରେ ଆଉ ଗୋଟେ ହାତରେ ଭିଡ଼ିଓ ମାନେ କାମ କରିବା ସେଇଟା ସମ୍ଭବ ନୁହଁ। ତାପରେ ପୁଅ ବି ସ୍କୁଲ ଯାଉଛି, ତାର ଟିଫିନ୍, ତା ଯାହା ବି ସବୁ କାମ ସାରିବା କଥା ଅଛି, ତ ସେଥିପାଇଁ ମୁଁ ସକାଳ ଭିଡ଼ିଓ ମୁଁ ବନେଇ ପାରୁନି। ତ ଏବେ ସବୁ କାମ ସରିଗଲାଣି, ଆଉ ଖାଇବା ପିଇବା ସବୁ ଯାଏ। ଏବେ ଡ୍ୟୁଟି ପଡ଼ିଲା ମୋର କ'ଣ ନା ରୋଷେଇ କରିବା। ଚାଲନ୍ତୁ କେମିତି କ'ଣ ହେଉଛି ଦେଖିବା। ମୋତେ ସବୁବେଳେ ଏଇ କାମ ରୋଷେଇବାସ କର ସକାଶ ଯାହା ବି କହୁଛି ଆପଣମାନଙ୍କ ସହିତ ସେୟାର କରୁଛି। ଚାଲନ୍ତୁ ଆଗକୁ କ'ଣ ହେଉଛି ଦେଖିବା। ଟିକେ ଶୋଇପଡ଼ିଥିଲି, ଆଉ ଶୋଇ ଉଠିକି ଘରେ ନଥିଲି, ଗରମ ପକାଉଥିଲା, ବର୍ଷା ଉଠିକି ବର୍ଷା ପକାଉଥିଲା, ଆଉ କରେଣ୍ଟ ଆସିଲା, ଦୁନିଆ କାମ କରୁଛି। ତ ଏମିତି ସେମିତି ଟୋଟାଲି ସବୁବେଳେ କାମ କରୁଛି। ଚାଲ କାମ ସରିଲା ସନ୍ଧ୍ୟା ଏଇ କାମ ସରିଲା ପରେ ଆସି ରାତି 7:30 8ଟା ହେଇଗଲାଣି। ଆଉ ପୁଅ ଟିଉସନ୍ ଆସିଲାଣି, ତା ରୁଟି ହେବ, ଆଉ ତରକାରୀ ଅଛି, ରୁଟି ବରାବ। ଚାଲ ରୁଟି ବସଲା ପରେ କଥା ଅଛି। ମୁଁ ଚାହିଁକି ଉଠିଥିଲି ଆଜି ଦିନ ସାରା ଉପାସ ରହିଲୁଣି, କାହିଁକିନା ଆମ ସାହିରେ ଜଣଙ୍କର ମାନେ ଡେଥ୍ ହେଇଗଲା। ତ ସମସ୍ତେ ନଥିଲେ, ଆମ ସବୁ ସଂସ୍କାର ବି ଏପର୍ଯ୍ୟନ୍ତ ହେଇନାହିଁ। ତ ଯେହେତୁ ଘର ପାଖକୁ, ତ ଆମେ ବି ଖିଆପିଆ କିଛି ବି କରିନୁ, ଗାଧୁଆ ପାଧୁଆ କରିନୁ, କାହିଁକିନା 8ଟାରୁ ଏତେ ସବୁ ଘଟଣା ଘଟିଯାଇଛି। ଭୋକ ଉପାସ ରହିବାକୁ ପଡ଼ିବ, କ'ଣ କରିବ। ତଥାପି ସୁଦ୍ଧା ଖାଇବା ପିଇବା ଗୋଟେ ଦିଟା ହେଇଯିବ, ପୁରା ଖରାପ। କିଛି କାମ ନାହିଁ, ତ ବସିକି ଏବେ ସବୁ ସଂସ୍କାର ସରିଲା ପରେ ଆମେ ଗାଧୁଆ କିଛି ଖିଆପିଆ କରିବୁ, କାହିଁକିନା ଘର ପାଖକୁ କଥା ଲାଗି ସେଥିପାଇଁ ଖିଆପିଆ ନାହିଁ। କାରଣ ଦେଖିବା କେତେବେଳେ ଆମେ ସବୁ ଖିଆପିଆ ଏବେ ଗାଧୋଇ ପାଧୋଇ ଖାଇକି ଟିକେ ବସି, ମାନେ ଦେହ ଖାଲି କ'ଣ ହେଇଯାଉଛି। ମାନେ ଆଜି ଏତେ ଲେଟ୍ରେ ଗାଧୋଇବା ଖାଇବା, ତାପରେ ଯେଉଁ ଗରମ ହେଉଛି, ଯାହା ଖାଇବା ପିଇବା ସରିଗଲା, ଗାଧୋଇ ପାଧୋଇ ସରିଗଲା, କାମ ବି ସରିଗଲା। ତଥାପି ତାକୁ ଟିକେ ଶୋଇଲୁ, କାହିଁକିନା ଦିନ ସାରା କିଛି ବି ଖିଆ ହେଇଥିଲାନି। ଶୋଇ ଉଠିକି ସମସ୍ତେ କଥା ହେଉଛି। ଚାଲ ଦିନ ସାରା ଆଜି ଖାଇବା ପାଇଁ ସଞ୍ଜ ବେଳଠୁ ମାନେ ମାଇଣ୍ଡ ପୁରା ଅପସେଟ୍। ସେଥିପାଇଁ କି
ଯାହା ମାନେ ମୋ ସ୍ୱାମୀ ମୋ ପିଲା କି ଯାହା ବି ହଉ ଯେକୌଣସି କିଛି ଇଏ ହୁଏ ମାନେ ହଠାତ୍ ଭୁଲଟା ମୋର ପଡ଼ିବ କାହିଁକିନା ମୁଁ କିଛି କହିଥାଏ ନ କହିଥାଏ ତା ଦେହରେ ମୁଁ ଖୁସି ହେଉଛି ସେଇଟା ମୁଁ ନିଜେ ଜାଣିନି କ'ଣ ପାଇଁ। ତାପରେ ଗୋଟେ କଥା କି କେଉଁ ମାଆ କେବେ ପିଲାର ମଙ୍ଗଳ ଚିନ୍ତା କରିପାରେ। କହିବାକୁ ଖରାପ ଲାଗୁଛି କିନ୍ତୁ କହିବା ପାଇଁ ବାଧ୍ୟ ହେଉଛି କାହିଁକିନା ମୁଁ ଯାହାକୁ ଜନ୍ମ କରିଛି ତାକୁ ବି ଏତେ କରାଯାଏ କିନ୍ତୁ ଏଠି ଜନ୍ମ କିନ୍ତୁ ସବୁ କଥାରେ ଯେଉଁଟା ମୋ ଶତ୍ରୁ ବହୁତ ହେଲା କି ମୋ ବାପା ମାଆଙ୍କ କଥାରେ ଯାଇକି ତାଙ୍କ ଇଚ୍ଛାରେ ମୁଁ ମ୍ୟାରେଜ୍ କରିଛି। ଆଉ ଗୋଟେ କଥା ମୁଁ ଜାଣିଛି ମୋ ସ୍ୱାମୀ ମୋ ଭିଡ଼ିଓ ଦେଖିଲେ କିନ୍ତୁ ଯାହା କହୁଛି ନା ସତ କଥା ଯାହାକି ମୁଁ ମାନେ ପିଲାମାନେ ତାଙ୍କ କଥା ମୋ ବିଷୟରେ କହିବି ସେଇଟା ଠିକ୍ କି ମୁଁ ତାଙ୍କ ପାଖରେ କହିବି ସେଇଟା ଭୁଲ। ମାନେ ସହିବାର ଗୋଟେ ସୀମା ଥାଏ ସେ ସହିବାଟା ଅଧିକରୁ ଅଧିକ ହେଲେ ତ ମୁଁ ଟାଣ କରିକି ପଦେ ମୋ ଛୁଆଙ୍କୁ କହିପାରିବିନି କିନ୍ତୁ ଛୁଆ ଠିକ୍ ମୋତେ କହିବି ମୁଁ ତାକୁ କହିପାରିବିନି କିନ୍ତୁ ତାକୁ ସପୋର୍ଟ କରିବ ମୁଁ ଯଦି କୌଣସି କଥା କହୁଛି ସେଇଟା ସପୋର୍ଟ ନାହିଁ। ପ୍ରଥମ ଭୁଲ ହେଲା ସ୍ତ୍ରୀ ହେଇକି ଆସିବା ଆଉ ଦ୍ୱିତୀୟ ଭୁଲ ହେଇ ଦୁଇଟା ପିଲାଙ୍କୁ ମା ହେଇକି ଆସିବା ଏଇଟା ମୋର ପ୍ରଥମ ଭୁଲ। ସେ ମୋ ନିଜ ସୁଖ ମୋ ପଛରେ ପକେଇ ଦେଇକି ପାଇଁ ମୁଁ କରିଛି କିନ୍ତୁ ଏମାନେ ମୋତେ ଭାବୁଛନ୍ତି ମୁଁ ତାଙ୍କର ଶତ୍ରୁ। ତମ ବାପା ତମକୁ କ'ଣ କହିଲା କ'ଣ ନାହିଁ ସେଇଟା ମୁଁ କହିଛି ବୋଲି ତ କିଛି ଗ୍ୟାରେଣ୍ଟି ନାହିଁ। ଘରେ କ'ଣ ଅସୁବିଧା ସେଇ କଥାଟା ମୁଁ ଜଣେଇବି ତମ ଧର ତାଙ୍କର କିଛି ଦରକାର ହେଲା ସେ ତମକୁ ତା ମାନେ ନା କ'ଣ ମୁଁ ଜାଣିଛି ସେ ତାଙ୍କର କ'ଣ ଯେଉଁ ବଳକୁ ଯୋଉଠି କାମ କରୁଛି ସେଠି କ'ଣ ପେମେଣ୍ଟ ଉଠାନ୍ତି କ'ଣ କରେ ସେଟା ବି ମୁଁ ଭଲ ଭାବରେ ଜାଣିନି ତା ଡାଡ଼ି ଜାଣିଛନ୍ତି ସେ ଜାଣିଛନ୍ତି ଆଉ କ'ଣ କ'ଣ ସେଟା ବାହାର କରନ୍ତି କେତେ ଦରମାଟା କ'ଣ ସେ ବିଷୟରେ ମୁଁ ଭଲ ଭାବରେ ଜାଣିନି। ସିଏ ମାଗିଲେ କିନ୍ତୁ ଭୁଲ ହେଲା ମୋର ତା କଥା ଶୁଣିନି ମାନେ ଏକ କଥା ଶୁଣିନି ତାଙ୍କ କଥା ଶୁଣିନି। ମାନେ ଯେଉଁ ଲୋକମାନେ ସବୁ ଦେଖୁଥିବେ ଇଏ ବହୁତ ମାନେ ଭଲରେ ଅଛି ହସୁଛି ବୁଲୁଛି ଖାଉଛି ଯେଉଁ ସ୍ୱାମୀ ମୋତେ ଛାଡ଼ିକି ଯାଇଛି ଏଠି ପିଲାମାନଙ୍କୁ ସିଏ ଜାଣିପାରୁନାହାନ୍ତି ମୁଁ ତାଙ୍କ ପାଖରେ କେତେ କଷ୍ଟରେ ରହୁଛି। ଆଉ ମୁଁ ଯଦି ମାନେ ରାଗିକି ଝଗଡ଼ା କରିଦେବି ନା ସେଇଟା ହେଇଗଲା ମୋର ଭୁଲ ଯଦି ମୁଁ ରାଗିକି କହିଦେବି କିନ୍ତୁ ସେମାନେ କହିବେ ସେଇଟା ଠିକ୍। ମାନେ ମୋ ଜୀବନ ଭାବୁଛି କେବଳ ଏଇ ଛୁଆଟା ପାଇଁ କେବଳ ବଞ୍ଚାଇ ରଖିବ ଟିକେ ବି ମୋର ଆଶା ନାହିଁ। ତାପରେ ଯେଉଁ ବାପା ମାଆ ବି ବାହା କରିଥିଲେ ମୋତେ ସେମାନେ ତ ପଚାରୁନାହାନ୍ତି ଆଉ ସବୁଆଡ଼କୁ ଯିବା ରାସ୍ତା ମୋର ବନ୍ଦ ହେଇଯାଇଛି। ଚାହିଁଲେ ମୁଁ ମରିପାରିବିନି କାହିଁକି ଛୁଆଟା ମୋ ପଛରେ ଅଛି ଚାହିଁଲେ କୁଆଡ଼େ ଯାଇପାରିବି କିନ୍ତୁ ଦରକାର ପଡ଼ିଲେ ଟିକେ କଥାରେ ଧମକା ଯେ ତୁ ଘର ଛାଡ଼ିକି ପଳା କାହିଁକି ଆମର ଏତେ ସବୁ କଲା ପରେ ବି ମାନେ ମୋ ନିଜ ଖୁସିଟା ମୁଁ ନିଜେ ଭୁଲିଗଲି। ସେଥିପାଇଁ ଭାବିଲି କି ଛୁଆ ବଡ଼ ହେଲିଣି ତ ମୁଁ ନିଜ ଖୁସି ସେଇଟା ମୁଁ ଦୁନିଆ ଆଗରେ ଛୁଆ ଦେଖା ହେବନି ତ ମୁଁ କରୁଥିଲି ଭାବିଲି ମୁଣ୍ଡରେ ଭିତରେ କିଛି ପଶି ନଥିଲା। ତାପରେ ଯେତେବେଳେ ଭାବିଲି ଯେତେବେଳେ କଲି ତ ମୋ ନିଜ ହିସାବରେ ମୁଁ ରହିବାକୁ ଚେଷ୍ଟା କଲି କି ହଁ ପିଲାମାନଙ୍କୁ ନେଇକି ରହିବି କିଏ କରିବି ଟିକେ ସେମିତି ଦେବ ତାକୁ କହିଦେଉଛି ତଥାପି କେବେ ମୁଁ ତର ମୋର କରିନି କିନ୍ତୁ ତାପରେ ବି ପିଲାମାନେ ଭାବିବା ଦରକାର କି ମୋ ମାଆ କହୁଛି ମାନେ ଆମର ଖରାପ କହୁଥିବ ବୋଲି ପ୍ରକୃତ ସତରେ ସେ ତାଙ୍କ ମନ ଭିତରେ କେବେ ସେ ମୋତେ ଭାବିନି ତାଙ୍କ ମାଆ ବୋଲିକି ମୁଁ ହଜାର ଭାବିଲେ କ'ଣ ହବ। ଏମିତି ତରକାରୀ ମାନେ ଲୋକଙ୍କ ଆଗରେ କହିଛନ୍ତି ଏଇଆ ମୁଁ ତଥାପି ସେ କଷ୍ଟକୁ ସହିକି ରହୁଛି ଆଉ ମୋର ଛୁଆ କହୁଛନ୍ତି କେତେ ମାନେ ଧର ମୋ ସାମ୍ନାରେ ଗୋଟେ ଟଙ୍କା ଲୋକଙ୍କ ଆଗରେ କହିବ ସେଟା କିନ୍ତୁ ତା ବାପା କେବେ ବୁଝା ନେଇ ଚେଷ୍ଟା କରୁନି ମୋ ଛୁଆ ତା ମାଆକୁ କହୁଛନ୍ତି କେତେ କଥା ମାନୁଛି ଛୁଆ ମୋତେ କହୁଛନ୍ତି କିନ୍ତୁ ଲୋକଙ୍କ ଆଗରେ କହିଲା ମୋତେ କେମିତି ଜାଣିଛି ସେ କଥା କେବେ ମୁଁ ଜାଣିଛି। ଇଏ ଦୁଇଟା କଥା ଛାଡ଼ ସାନ ପୁଅ ମଝିଆ ପୁଅ ବଡ଼ ପୁଅ ଇଏ ଦୁଇ ଜଣ ଯେତିକି ନ କରୁଛି ତାକୁ ସେତିକି କରୁଛି କିନ୍ତୁ ସିଏ ବି ସେଇଆ ଏଇଟା କିନ୍ତୁ ସବୁ କଥା ଯେ ନିଜର ଆଜି ପରସ୍ପର କେବେ କାହା ପଛରେ କେବେ କହିଲେ ରହିନି ତ ସେମିତିଆ କଥା ମାନେ ମୋ ଜୀବନରେ ସେଟା ଘଟୁଛି। ଯାହା ହାତ ମାନେ ମୋ ବାପା ମାଆ ଯାକୁ ଭରସା କରିକି ଦେଇଥିଲେ ଦରକାର ପଡ଼ିଲେ ବେଳ ପଡ଼ିଲେ ସେ ନିଜର ହଉନି ଭିତରେ ଭିତରେ ମୁଁ ହଉନି କହିଥିଲି କ'ଣ ମୋର ହଉନି କହିଲାଣି ସିଏ ବି ହଉନାହାନ୍ତି ମୋର ମାନେ ଦୁନିଆଟା ବହୁତ ମାନେ ମତଲବ ଯଦି ପ୍ରକୃତ ସତ ହେଲା ମାନେ ବାପ ଛୁଆ 3 ଜଣ ପାଖରେ ଯଦି ତାଙ୍କ କଥାରେ ହଁ ମିଶଉଥିବି ଭଲ ମାନେ ତାଙ୍କ କଥା ମାନିକି ରହିବି ସେଇଟା ଭଲ ମୋ ନିଜର ମାନେ କିଛି ଇଏ ନାହିଁ। ସତ କଥା କହିବାକୁ ଗଲେ କେବଳ ଛୁଆଟା ନାକି ଯାହା ବଞ୍ଚିକି ରହୁଛୁ ମାନେ ତା ଘର ତ ବନ୍ଦ ହେଇଗଲା